ହାତୀବାରି ଜଗନ୍ନାଥ ମନ୍ଦିରରୁ ଚେନ୍ ଚୋରି ଥାନାରେ ଅଭିଯୋଗ। ସୁକିନ୍ଦା ଥାନା ଅନ୍ତର୍ଗତ ହାତୀବାରି ଜଗନ୍ନାଥ ମନ୍ଦିରର ଚୂଡ଼ାକୁ ଲାଗିଥିବା ଏକ ଷ୍ଟିଲ୍ ଚେନ୍ ଚୋରି ମନ୍ଦିର କମିଟି ପକ୍ଷରୁ ଗୁରୁବାର ଦିନ ସୁକିନ୍ଦା ଥାନାରେ ଅଭିଯୋଗ। ସୂଚନା ମୁତାବକ ହାତୀବାରି ଜଗନ୍ନାଥ ମନ୍ଦିର ଚୂଡ଼ାକୁ ଲାଗିଥିବା ଏକ ଷ୍ଟିଲ୍ ଚେନ୍ ଚୋରି ହୋଇଯାଇଥିବା ମନ୍ଦିର କମିଟିର ସଦସ୍ୟମାନେ ଆଜି ସକାଳୁ ଦେଖିବାକୁ ପାଇଥିଲେ। ଏନେଇ ଜଗନ୍ନାଥ ମନ୍ଦିରର କମିଟିର ସଦସ୍ୟମାନେ ମନ୍ଦିର ଚୂଡ଼ା ଉପରକୁ ଚଢ଼ିଯାଇଥିବା ଯୁବକ ଜଣକୁ ଆଜି ସକାଳୁ ଦମକଳ ବାହିନୀର କର୍ମଚାରୀ ଓ ପୁଲିସ ଦ୍ୱାରା ଉଦ୍ଧାର ହୋଇଥିବା ଯୁବକ ଜଣକ ସେହି ଚୋରିରେ ସମ୍ପୃକ୍ତ ଥିବା ସନ୍ଦେହ କରି ମନ୍ଦିର କମିଟିର ସଦସ୍ୟମାନେ ଗୁରୁବାର ଦିନ ସୁକିନ୍ଦା ଥାନା ଦ୍ୱାରସ୍ଥ ହୋଇ ସେହି ଯୁବକଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି। ସୁକିନ୍ଦା ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଜାରି ରଖିଥିବା ସୁକିନ୍ଦା ପୋଲିସ ପକ୍ଷରୁ ସୂଚନା ମିଳିଛି।